রে পড়িছিল কোশণ এড়ে বড় বিপদ রূপ ধারিলে আপন আহে নীল সনীল। ए बस काका कौन करूछ? ফটো টাঙ্গুছি। काहा फोटो? ঠাকুরଙ୍କ ফটো। की ठाकुर? জগন্নাথ ঠাকুর। बस काका ये तो जगन्नाथ सी के? বলভদ্র। जगन्नाथ तो ठाकुर बलभद्र के? সিয়ে বড় ঠাকুর। सी काहे के बड़ ठाकुर? আরে সিয়ে তাক বড় ভাই তো। बड़ भाई হ্যাঁ भाई 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 के? ভাই ভাই মানে এই এই তমে যেমিতি নাই তমর তো তম তম অঙ্কল। को अंकल? আরে সতে তো এটি তো অঙ্কল ঢের মামু বি অঙ্কল ককা বি অঙ্কল ফিসা বি অঙ্কল মৌসা বি অঙ্কল। ये केमिति का अंकल? ইয়ে তম অসিত অঙ্কল हां সিয়ে তুম ডাডিঙ্কর কোন? असित अंकल भाई বাস সেমিতি বলভদ্র জগন্নাথଙ୍କ বড় ভাই। ଆଉ ସିଏ ମଝିରେ ଯିଏ ଅଛନ୍ତି? আরে সিয়ে পরা মা সুভদ্রা তাক ভৌণী। ଭଉଣୀ? হ্যাঁ ଭଉଣୀ କଣ? মাইরা দে ভৌণী। হ্যাঁ এই তম আন্টি। ମୋର ତ ଦି ଜଣ ଆଣ୍ଟି, ରୀତା ଆଣ୍ଟି ଆଉ ରେଖା ଆଣ୍ଟି। বাস সেমানে তুম ডাডিঙ্কর কোন? ସେମାନେ ତ ଡାଡିଙ୍କୁ ଭାଇ ବୋଲି ଡାକନ୍ତି। হ্যাঁ সেমানে তুম ডাডিঙ্কর ভৌণী। ଡାଡିଙ୍କର ଭାଇ ବି ଅଛନ୍ତି, ଭଉଣୀ ବି ଅଛନ୍ତି, ଆଉ ମୋର ମୋ ଭାଇ ମୋ ଭଉଣୀ। ଭାଇ ଭଉଣୀ କୋଉଠୁ ଆସନ୍ତି ବସି କକା? এ ভাই ভৌণী ভগবান দিয়ନ୍ତି। ଏଇ ଜଗନ୍ନାଥ ପରା ଭଗବାନ, হ্যাঁ ତାହେଲେ ସେ ତ ଦେବେ। হ্যাঁ তাকু মাগিলে সে দেবে। ମୁଁ ମାଗିଲେ ମତେ ଦେବେ? হ্যাঁ মাগুন ତାକୁ କେମିତି ମାଗନ୍ତି? ଏ ତାକୁ କେମିତି ମାଗନ୍ତି? ମାଗନ୍ତି ଏଇ ହଁ ଆସ ମୁଁ ତୁମକୁ କହିଦେଉଛି। ତାଙ୍କୁ ଏମିତି ହାତ ଯୋଡ଼ି ଆଖି ବୁଜି ମାଗିଲେ ସିଏ ଦେବେ। ହେ ଜଗନ୍ନାଥ, ହେ ଠାକୁର, ମତେ ଅନେକ ଅନେକ ବହୁତ ବହୁତ ଭାଇ ଭଉଣୀ ଦିଅ। କଣ ହେଲା? ଏ ମ୍ୟାଡାମ ବୋଧେ ବାନ୍ତି କଲେ। ବାନ୍ତି? ଡାଡି ଡାଡି ହଁ ମମି ନା ବହୁତ ନଟି ହେଇଗଲେଣି। ନଟି ହେଇଗଲେଣି। ହଁ ସବୁବେଳେ ଆଚାର ଖାଉଛନ୍ତି ଆଉ ବାନ୍ତି କରୁଛନ୍ତି। ଆଚାର? ହଁ ଏତେ ଏତେ ଆଚାର। ହଉ ଚାଲ ଦେଖିବା ଚାଲ। ଏ ବାସୁ ଆଜ୍ଞା ବାସୁ ଆଜ୍ଞା ଶୁଣ ତମେ ଟିକେ ସାବଧାନରେ ଥିବ। ଆଜ୍ଞା। ଏବେ ନର୍ସିଂ ହୋମ ଉପରେ ରେଡ୍ ହଉଛି। ଅଚିହ୍ନା ଲୋକଙ୍କୁ ବିଶ୍ୱାସ କରିବନି ବୁଝିଲ। ନା ମୁଁ କଣ ବୁଦ୍ଧି ପୋଡ଼ି ଖାଇଛି? ତମର ବୁଦ୍ଧି ଥିଲେ ସିନା ତମେ ପୋଡ଼ି ଖାଇବ। ଆସ ବାଟୁ। ବଡ଼ ଆଶ୍ଚର୍ଯ୍ୟ କଥା, ମୋର ପୁଣି ବୁଦ୍ଧି ନାହିଁ। ଏମାନେ କାହାକୁ ଜାଣିବେ? ଏ ସଂସାର ଚଳୁଛି କାହା ବୁଦ୍ଧିରେ? ଏଇ ଏଇ ବାସୁଆ ବୁଦ୍ଧିରେ। ହେଁ? କିଏ ଆଇଲା କି? ନା ଦେଖି ଚାହିଁକି ଖୋଲିବା କଥା। ହଉ ଯିଏ ଆସିବ ଆସୁ, ବାବୁ ତ ଘରେ ଅଛନ୍ତି। ହଁ ଯାଉଛି ଯାଉଛି ଯାଉଛି। ପୋଲିସ। हाँ पुलिस तमे माने तू तू किए ବାସୁ 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 बासु ବାସୁଆ ବାସୁଦେବ ଦାସ ଘର ତିହିଡି ଥାନା ଚାନ୍ଦବାଲି ଜିଲ୍ଲା ଭଦ୍ରକ। अरे एठी कोन कर ସବୁ 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 କରୁଛୁ? ନା ନା ମୁଁ କିଛି କରିବି। ମୁଁ କଣ କରିବି? ମୁଁ କିଛି କରିବି। अरे तो बाबू कहती ବାବୁ ନାହାନ୍ତି ନାହାନ୍ତି ନାହାନ୍ତି? ନା ବାବୁ ଅଛନ୍ତି, ତାଙ୍କ ଦେହ ଭଲ ନାହିଁ। तो देह बोलोस तो ମୋର ନା 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 ହଁ ଦେହ ଭଲ ଦେହ अरे एठी आस ଏ? तू एमती डरुछु काई ଡରୁଛି ହଁ? କାଇଁ
ଥରୁଛୁ? ନା ଏମିତି ଗୋଟେ ମୁଁ ସରୁନି। ଡାକ ଡାକ ତୋ ବାବୁଙ୍କୁ ଡାକ। ହଁ ବାବୁକୁ ଡାକିବି ଯେ ବାବୁ ତ ଆମର ସ୍ତ୍ରୀ ଲୋକଙ୍କ ଡାକ୍ତର। ହୁଁ। ସେ ଆପଣଙ୍କୁ କଣ ଦେଖିବେ? ସେ କଥା ସେ ବୁଝିବେ। ଡାକ। ହଁ ବାସୁ ସାର୍ ପରା ବସିଲେଣି। ଏ ପୋଲିସ ଭାଇ ହଁ। ତମେ କେତେବେଳେ? ବାସୁ ଆରେ ବାସୁଆକୁ ସନ୍ତୁଷ୍ଟ ନ କଲେ ମହାଦେବଙ୍କ ଦର୍ଶନ କଲେ ମିଳିବ? ନାଇଁ ମୋର ଭୁଲ ହେଇଗଲା ଆଜ୍ଞା। ହଁ ମତେ କ୍ଷମା କରିଦିଅନ୍ତୁ। ଆରେ ସରୋଜ ଭାଇ ଯେ ବାସୁଙ୍କ କୀର୍ତ୍ତି ଦେଖୁନ ବାହାରେ ଆଣି ବସେଇ ଦେଇଛନ୍ତି। ମୋର ଭୁଲ ହେଇଗଲା। ଆରେ ନାଇଁ ନାଇଁ ତାର କି ଦୋଷ ନାହିଁ। ନା। ସେ ମତେ ଆଗରୁ କେବେ ଦେଖିନି ତ ତୁ ଚିହ୍ନି ପାରିଲାନି। ତା ଛଡା ଏମିତି ଡ୍ରେସ ରେ ମୁଁ ବି ତ ପ୍ରଥମେ ଚିହ୍ନି ପାରିଲିନି ଆଉ। ଆରେ ଏଇ କିଛି ଦିନ ହବ ଏଇ ଥାନାକୁ ମୁଁ ଡେପୁଟେସନରେ ଆସିଛି। ହଉ ହେଲା ଆସନ୍ତୁ ଭିତରକୁ ଆସନ୍ତୁ। ଆସ ଭିତରକୁ ଆସ। ହଁ ଚାଲ। ବାସୁ ଆସନ୍ତୁ ସାର୍ ସାର୍ ହଁ ଚାଲ। ଅତନୁ ଭାଇ ତମ ପାଖରେ ମୋର ଗୋଟିଏ ବଡ଼ କାମ ଅଛି। ମୋ ପାଖରେ କାମ। ହଁ ସିରିୟସ୍ କାମଟେ। ଆସନ୍ତୁ ଡାଇନିଂ ଟେବୁଲରେ ବସି କଥା ହବା। ଆରେ ନା ରିତୁ ସାମ୍ନାରେ ହୁଏତ ସେ କଥା କହିହେବନି। ହଉ ହେଲା କୁହନ୍ତୁ। ହେଲେ କାହାର ତୁମ ଭାଉଜଙ୍କର। ଡିଟେକ୍ଟ କରିଛନ୍ତି? ଆରେ ସେସବୁ ତମେ କରିବ। ଆଉ ଡିଟେକ୍ଟ କରିସାରିଲା ପରେ ଯଦି ଜାଣିବ ଝିଅଟେ ଅଛି ବୋଲି ତାହେଲେ ଅଙ୍କଲ ଅଙ୍କଲ ଆରେ ବଣ୍ଟି ମାଇ ଲିଟଲ୍ ହିରୋ। ମୁଁ କଣ ମନକୁ କହୁଛି କମ୍ପ୍ୟୁଟର ରିପୋର୍ଟରେ ଯାହା ଆସିଲା ନା। ଶୁଣ ଖୁବ ଶୀଘ୍ର ତମେ ଗୋଟେ ଝିଅର ମା ହବାକୁ ଯାଅ ବୁଝିଲା। ତମେ କେମିତି ଚାହୁଁଛ ଯେ? ଆଜିକାଲି ଯୁଗରେ ଗୋଟେ ପିଲାକୁ ପ୍ରପର ଏଜୁକେସନ ଦେଇ ମଣିଷ କରିବା ଯେ କେତେ କଷ୍ଟ ସେ କଥା ଥରେ ଭାବିଛ? ହଁ ଆମର ଝିଅଟିଏ ହୋଇଥାନ୍ତା ନହେଲେ ପୁଅ ପାଇଁ ଆଉ ଗୋଟେ ଚାନ୍ସ ନିଅନ୍ତେ। ଆମକୁ ତ ପ୍ରଥମରୁ ପୁଅଟେ ମିଳିଯାଇଛି। ଝିଅଟେ ମିଳିଲେ କ୍ଷତି କଣ? ଆହୁରି ପଚାରୁଛ? ଆରେ ତମ ଦି ଭଉଣୀଙ୍କ ଝାମେଲା ତମେ ତୁଟେଇ ପାରୁଛ? ବାପା ଥକି ଗଲେ ଆରେ ତମର ବି ଅବସ୍ଥା କାହିଁରେ କଣ? ବଣ୍ଟିଟା ଭବିଷ୍ୟତରେ ଆଚ୍ଛା ମୁଁ ଆସୁଛି। ସାର୍ ନମସ୍କାର। ଆରେ ସାର୍ ଯେ ନମସ୍କାର ନମସ୍କାର। ଏ ରିତୁ ବଣ୍ଟିକୁ ସାର୍ ଆସି ବସିଛନ୍ତି। ଏ ବଣ୍ଟି ବଣ୍ଟି ଆପଣ ତମ ବସନ୍ତୁ। ସାର୍ ଆସିଲେଣି। ସାର୍ କଣ ମତେ କିଛି କହୁଥିଲେ? ହଁ ସାର୍ ଏ ମୋ ମିସେସ୍ଙ୍କୁ ଟିକେ କଣ କିଛି ଗାଇନିଂ ପ୍ରୋବ୍ଲେମ୍? ହଁ ସାର୍ ଏ ପ୍ରେଗନେନ୍ସି ପ୍ରୋବ୍ଲେମ୍ କଣ? ସାର୍ ଟିକେ ଜାଣିଥାନ୍ତି। କଣ ପୁଅ କି ଝିଅ? ହଁ ସାର୍ ଯାହା ହେଲେ ହବ ଏତେ ବ୍ୟସ୍ତ କାହିଁକି? ସାର୍ ଏମିତି ତ ମୁଁ ବେକାର। ତା ଛଡ଼ା ଭଉଣୀ ବାହାଘର କରି ମୋର ଜମିବାଡ଼ି ପାଠପଢ଼ା ସବୁ ଯାଇଛି। ସାର୍ ଝିଅଟି ହେଲେ ମୁଁ କ'ଣ ସାର୍ ପାରିବି? ହେଲେ ଝିଅ ହବ କି ପୁଅ ହବ ଜାଣିବେ କେମିତି? ସାର୍ ଆପଣ ଟିକେ ହେଲ୍ପ କଲେ। ହଉ ଠିକ୍ ଅଛି ଆପଣ ପେସେଣ୍ଟ ଆଣନ୍ତୁ ମୁଁ ଦେଖିବି ହେଲା। ହଁ ସାର୍। ହେଲେ ଏଠି ଏମିତି ହେଉଛି ବୋଲି ବାହାରେ କହିବେନି। ନାଇଁ ସାର୍। ହଉ ବସନ୍ତୁ। ଓକେ ସାର୍। हेलो टीचर। हेलो प्लीज टेक योर सीट। थैंक यू। What day is today? टुडे इज सैटरडे। Then write a letter to your sister giving thanks for her Rakhi. सॉरी सर, आई हैव नो सिस्टर। So what? You have to write. If you have no sister, then you create an imaginary sister. इमेजिनरी सिस्टर? Yes. କଳ୍ପନା କର। ତା ନାଁଟେ ଗୋଟେ ଭାବିକି ଦିଅ। ତା ଠିକଣାଟେ ଦିଅ। ବାସ୍ ତାପରେ ଲେଖ। यस। माय डियर सुभद्रा।
ये घंटी मनीष को टिके बसई उठेई दब जिते बेले देखो खाली टिंग टिंग नहने क्रिंग क्रिंग ए घंटी नहने ए घंटी अरे आजिकाली लोक गुड़ा को इते रोग हाँ हाँ जाऊची बाबू जाऊची पुलिस हाँ पुलिस कहीं आसुच्च क्या खोजुच्च पुलिस क्या खोजे पुलिस चोर को मु किंतु एठी चोर को खोजुनी आउ मु खोजुची बासुआ को बासु कहीं हाँ जना पड़ीगला तू ही ताल होचु बासु किमिति जानिले केमिति जानिली मो ना कौन जानिचु आसु हेले मो सार मते डाकंती आसु तोष माने मु काले आसुरे तोष हुए माने अल्परे संतुष्ट होउथिबा पुलिस हेड कॉन्स्टेबल आशुतोष बेहेरा हौ आज्ञा कनेस्टेबल साहिब दंडवत बुढ़ाटे हेता हेले रे बासु ए मो ना पछरे गोटे पौराणिक अर्थ अछि अच्छा हाँ मु काले गोटा मिति शिव माने पूरा पूरी महादेव ए महाप्रभु महादेव ता नइतले कोन ए बासु पाक आसीबाक पड़ता ना ओ आसु आसीचंती बासु पाखकू अर्थात ओहो आपण आसु हेले मु आपणको बाहन बासु एया तो मो सार मते जा बुझेई जंते ना हेले आपण सिना मते बासु बोली डाकी देले हाँ हेले मो सार मते कोन डाकंती जानंती कौन 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 डाकंती मो सार मते डाकंती वासुदेव अर्थात वसुदेव पुत्र पेपे 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 अरे अरे कृष्ण वासुदेव एबे चिंता करतु महाशय किए कहार बाहन ये तो महागुरु अछि रे एला बाबा वासुदेव कृष्ण सुन ये मु जेमिति मो बाबूंकर बाहन तमे सेमिति कोन तम बाबूंकर बाहन नुह आज्ञा एठी केही काहारी जान नुहे कि बाहन नुहे आपण कहले कोन पय आछन हाँ कथाटा जाई एते बेले लाइन ऊपर को आसिला हौ को ये कथा कणी वासु हां एई जेमति माने शिव को पाइबा को हेले हाँ। षंढ वंदना गाइबा को पड़े हाँ। सेमिति हम डाक्टर बाबू को पाइबा को हेले ये बासुआ को तो तेल मारिबा को पड़ियो ना बुझले आज्ञा पुलिस साहेब ए, ये बासुआ जड़े सीधा साधा चपरासी एठी तेल मसला किछि दरकार नाही आपण कोन कामटा के को अरे वासु हां कामटा किंतु भारी गुप्त रे गुप्त हाँ परा सेइति पई तो एते तेला तेली धरा धरी हां कोन को ओहिबी हां को ये वासु हां ये मो स्त्री माने माई वाइफ लाइफ बयस बयस ए 47 हबो अच्छा नाम माला सिना मेरे मालासीना कोन हला चौकी पड़ू रे ए कथा कोन कि रे वासु मो स्त्री माने माई वाइफ ठीक हिंदी फिल्म एक्टर माला सिन्हा भलिया भारी सुंदरी टेरे एते पई तो डाकू डाकू माला सिन्हा हे गला अच्छा 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 अरे वासु हां तू एते कथा पचारिलु आ ओजनटा पचारिबुनी हां ओजन को ए गोटे क्विंटाल को 5 किलो कम माने 95 केली ए मालासीना ना बेबी टुंडू न आउ 5 किलो बढ़े दो न क्विंटाल पहुंची सेही कथा परारे सेही 5 किलो ओजन बढ़िवा को आरंभ कलानी बोली मो तो पाखु को आइची माने कथा कोन के रे वासु हां बकटे पुओ को अनै अनै चारिटा झियो हे गला शेषरे एबे पर पंचम बांती धरिची जे तो पाखरे हाथ जोड़िवा को पड़े मु कोन करिबी
କ'ଣ କରିବୁ ଆଉ ତୋ ପାଖରେ ତ ଅସଲ କାମ। ଶୁଣ ଆ, ଇଏ ଅଛନ୍ତି କି ରେ ଇଏ ତୋ ସାର୍ ମ ହଁ, ଡାକ୍ତର। ନା, ଆମ ଡାକ୍ତର ହଁ, ହଁ। ହଁ। ତାଙ୍କର କାଳେ ଗୋଟେ କ'ଣ ଯନ୍ତ୍ରଟିଏ ଅଛି ତାକୁ କ'ଣ କମ୍ପ୍ୟୁଟର ନା କ'ଣ କହୁଛନ୍ତି ଆଉ ସେ କାଳେ କହିଦେଉଛି ପେଟ ଭିତରେ ପୁଅ ଅଛି କି ଝିଅ ଅଛି। ନା ମିଛ କଥା କିଏ କହିଲା? କଥାଟା ଯାଇକି ଦାଣ୍ଡରେ ପଡ଼ିକି ହାଟରେ ଗଡ଼ିଲାଣି ଏ କହିଲା ମିଛ କଥା। ତୋ ସାର୍ କାଳେ ଏ କାମରେ ପୁରାପୁରି ଫେମସ୍। କେତେ କେତେ ଝିଅ ପିଲାଙ୍କୁ ପେଟ ଭିତରୁ ଖଲାସ କରୁଛନ୍ତି ନା। ଆଉ ମୋଟା କରିଦେଲେ କ'ଣ କ୍ଷତି ହେଇଯାନ୍ତା। ନା ନା ସେ କାମ ସବୁ ଏଠି ହୁଏନି। ଆରେ ହବ ନହେଲେ ତୋ ପକେଟକି କିଛି ଗୁଞ୍ଜା ଦିଆଯିବ। ଆରେ ନା ନା ସେ କାମ ଏଠି ହୁଏନି। ଏ ବାସୁଆ ତୁ କ'ଣ ଭାବୁଛୁ ଚାଲାକି କରିକିରି ମତେ ବଳେଇ ଯିବୁ? ଆଉ ମୁଁ ଯଦି ଚାଲାକି କରିବି ତମେ ମତେ ଟପିଯିବ। ହଁ ଏମାନେ ତ କଥା ତାହେଲେ ହେଇଯାଉ ଗୋଟେ ଚ୍ୟାଲେଞ୍ଜ। ତମେ ଭାବିଛ ମୁଁ ଡରୁଛି ଆଉ। ହଉ ହଉ ଦେଖିବା କିଏ ଜିତିବ। ଠିକ ଅଛି କ'ଣ କଲେ ଜାଣିବୁ କହ। ଆମେ ଆମ ଦି ଜଣଙ୍କ ଭିତରୁ ଆଁ, ଯିଏ ଯିଏ ଆଗ ଦ୍ୱାର ପାରେଇ ଯିବ ସିଏ ବେଶୀ ଚାଲାକ। ଏଇ ଦ୍ୱାର, ଏଇ ଏଇ ଦ୍ୱାର। ସାର ସେଇ ଦ୍ୱାର। ଆସ ଆସ। ଏଇ ହଁ, ଦାଣ୍ଡ ହଁ, ଦ୍ୱାର? ହଁ, ହଁ। ଏ ପାଞ୍ଚ ହାତ ବାସ୍, ବାଟ। ହସି ନାଇଁ ଦେଖିକି କାମରେ। ଆରେ ବାସୁଆ ଆରେ ଦୌଡ଼ାରେ ଫାଷ୍ଟ ହେଇକି ମୁଁ କନେଷ୍ଟବଳ ଚାକିରି ପାଇଛି। ତୁ ମୋ ସାଙ୍ଗରେ କ'ଣ ଚ୍ୟାଲେଞ୍ଜ ହଉ କରୁଛୁ? ଜଣା ପଡିବ। ରେଡି କହୁନୁ? ହଁ ରେଡି। କହ। ଏ ଲାଇନ କେ ଆସ ବୁଲେଇକି ଚାକିରି ପାଇଛ କି ଲାଇନ। ହଁ ଆରମ୍ଭ। ହଉ। ରେଡି ହଁ 1 ହଁ 2 ହଁ 3। ହଉ ଭାଇ ତମେ ଚାଲାକ ହେଇକି ବାହାରେ ଥାଅ ମୋର ବୁକା ହେଇକି ଭିତରେ ରହିଲି। ଧନ୍ୟବାଦ। ଚିପୁଥା ବାପ ଚିପୁଥା ଯେତେ ଚିପିବୁ ଚିପ ଜମା ଖୁଲିବିନି କି ଜମା ଶୁଣିବିନି। କହିଲା କଣ ଆସୁ ଦୋଷ ଜିଅନ୍ତା ମହାଦେବ ଆଉ ମୁଁ ତା ବାହାନ। ବେହାରା କୋଉଠି ମାଲା ସିନା। ଏ କଣ ହେଇଛି? କିଏ ଡାକୁଛି? କବାଟଟା କାଇଁ ଖୋଲୁନ? ଜମା ଖୁଲତୁନି ବାଡ଼ା ବଦମାସଟେ। ବଦମାସଟେ? ଏ ପୁଲିସ ବାଲାଟେ। ଆରେ ପୋଲିସ ଭାଇ ପଠେଇ ଥାଇ ପାରନ୍ତି। ମାଡ଼ା ମାଡ଼ା ବାପା ତମେ ଏତେ ରାତିରେ? ମୋର ଭୁଲ ହେଇଗଲା ମତେ କ୍ଷମା ନାଇଁ ରେ କରିଦିଅ। ବାବୁ, ଭୁଲ ମୁଁ କରିଛି। ପୁତ୍ର ସ୍ନେହରେ ଅନ୍ଧ ହୋଇ ମୁଁ ଭୁଲ କରିଛି। କଣ ହେଇଛି ବାପା? ଆଜି ରାତିକ ପାଇଁ ତୋ ଘରେ ମତେ ଟିକେ ଜାଗା ଦେବୁ? ଏମିତି କଣ କହୁଛ ବାପା? ମୁଁ ପରା ତମ ଝିଅ। ଝିଅ ହେଇ ବାପାକୁ ଦୟା କରିବି? ହଁ, ବାପ ହେଇ ଝିଅ ପ୍ରତି ମୁଁ କେବେ ଦୟା କରିନି, ବରଂ ଗୋଟେ ବୋଝ ଭାବି ଓହ୍ଲେଇ ଦେବା ନାଁରେ ଫୋପାଡ଼ି ଦେବାର ପ୍ରୟାସ କରିଛି। କଣ ହେଇଛି ବାପା? ଘରେ ଭାଇ ଭାଉଜ କିଛି କହିଲେ? କଣ ଆଉ ହେଇଥାନ୍ତା? କଣ ଆଉ ହେଇନଥିଲେ ବଳଭଦ୍ର ପ୍ରଧାନ ଆଜି ଖାଲି ହାତ ଖାଲି ପେଟ ନେଇ ତା ଝିଅ ଆଗରେ ହାତ ପାତି ଛିଡ଼ା ହେଇଥାନ୍ତା। ଓହୋ ହଉ ହେଲା, ତମେ ବ୍ୟସ୍ତ ହୁଅନି, ତମେ ଆସ ଭିତରକୁ ଆସ। ତୁ ନ ଡାକିଲେ ମୁଁ ଆଜି ଭିତରକୁ ଯିବାକୁ ଆସିଛି ମା। ହଉ ଆସ, ତମେ ଆସିଲ। देख नितू, तू तो आम घर कथा जानू मु कौन कर पारता। ତଥାପି ବାପାଙ୍କର ବୟସ ହେଇଗଲାଣି ତ ସେ ଏମିତି ବେଳେ ବେଳେ ବିରକ୍ତ ହଉଛନ୍ତି ଆଉ। हैला अरे ता बोली एमती राति अधरे घर चली आसवाटा कौन उचित है तू कह। ହଉ ତମେ ଜମା ବ୍ୟସ୍ତ ହୁଅନି, ସେ ଆମ ଘରେ କିଛି ଦିନ ରୁହନ୍ତୁ, ମୁଁ ପରେ ତାଙ୍କୁ ବୁଝାବୁଝି କରି ତମ ଘରେ ଛାଡ଼ି ଦେଇ ଆସିବିନି। देख तोर जा खुशी तू सेया कर। मार्सी
ପୂର୍ଣ୍ଣିମାରେ ମୁଁ ନିଶ୍ଚୟ ଆସିବି ବୁଝିଲୁ, ନହେଲେ ମୋ ଭଉଣୀର ମନ କଷ୍ଟ ହବନି। ମୁଁ ଆସୁଛି, ଥାନାରେ କାମ ଅଛି। ଇଏ କ'ଣ ଆଶୁତୋଷ? ଆଶୁତୋଷ, ସବୁ 12 ବାଜିଗଲା ସାର୍। ଆରେ କ'ଣ ହେଲା? ସରିଗଲା ସାର୍। ସେ ଯୋଉ 420 ନମ୍ବର ଆସାମିଟା ହଁ, ହଁ। ସାର୍ ସେ କ'ଣ କଲା କୁହ? ସାର୍ 6 ବର୍ଷ ଚୁ କରିକି ଚାଲିଗଲା ସାର୍। ମାନେ ସାର୍ ସେ ଯୋଉ ଭାଗା ମହାନ୍ତି ହଁ। ଭାଗମ ଭାଗି ସାର୍। ଆଶୁତୋଷ, ସାର୍ ମୁଁ ବହୁତ ଚେଷ୍ଟା କରିଛି ସାର୍, ପ୍ରାଣପଣେ ଟ୍ରାଏ କରିଛି ସାର୍, ଅଥଚ ତମେ ତାକୁ ଧରି ପାରିଲ ନା। ଏଇଆ ତ ଏମିତି ପାଇଥାନ୍ତି ସାର୍। ଆପଣ ତ ଗାଡ଼ିଟାକୁ ନେଇକିରି ଏଠିକି ଚାଲି ଆସିଲେ କାହିଁକି? ଥାନାର ଆମର ସେ ମୋଟରସାଇକେଲଟା ସାର୍, ସେଇଟାକୁ ନେଇକି ତ ଭାଗା ମହାନ୍ତି ଚମ୍ପଟ ମାରିଲା ସାର୍। ଆଉ ସେ ଯୋଉ ଥାନାରେ ସରକାରୀ ଭଙ୍ଗା ସାଇକେଲଟା ଥିଲା, ତାକୁ ହିଁ ଯେତେ ବାଟ ପାରିଲି ଚଢ଼ିକି ତାକୁ ଗୋଡ଼େଇଲି, ହେଲେ ସେ ତା ଚେନ୍ ଏତେ ଢିଲା ଯେ ବାରମ୍ବାର ଖସିକି ମୋ ହାତ ଗୋଡ଼ ସବୁ କଳା ପଡ଼ିଗଲାଣି ସାର୍। ସେଇଥିପାଇଁ ସାର୍ ମୁଁ ଆପଣଙ୍କ ପାଖକୁ ଆଇଲି ସାର୍। ଆରେ ସେ କୁଆଡ଼େ ଗଲା? ସାର୍ ଏଇ ସିଧା ତ ଗଲା, ଏତେବେଳକୁ ଜଗନ୍ନାଥ ସଡ଼କ ଧରି ଯାଇ ସାରିବନି ସାର୍। ଚାଲ ଦେଖିବା ସେ କୁଆଡ଼େ ଗଲା। ଚାଲ, Yes, sir. ଆସ। ଆରେ ସାର୍ ଆସିଲେଣି। ବଣ୍ଟି ବଣ୍ଟି, ଆରେ ତ ସାର୍ ଆସିଲେଣି। ବୁଝିଲେ ସାର୍, ଆଜିକାଲି ଏସବୁ କାମ ବଡ଼ ରିସ୍କି। ସାର୍ ଓହୋ, ଏତେ ବ୍ୟସ୍ତ କାହିଁକି? ଆପଣ ତ ଆମ ନିଜ ଲୋକ, ଆଜି ନହେଲେ କାଲି ଦେବେ। କେତେ ଅଛି? ସାର୍ 2000। ଆପଣ ପରା ସାର୍ ମିସେସ୍କୁ ନେଇ ଆସେ ରେଷ୍ଟଟା। ଆଚ୍ଛା ହଉ। ହଁ ଦେଖନ୍ତୁ, ରବିବାର ରାତି 9ଟା ସୁଦ୍ଧା ଆସିବେ ହେଲା। ରବିବାର? ସାର୍ ରବିବାର ତ ରାକ୍ଷୀ ପୂର୍ଣ୍ଣିମା। କ'ଣ ହେଲା ସେଠୁ? ହଁ ସାର୍ ଠିକ୍ ଅଛି। ସାର୍ ମୁଁ କ'ଣ କହୁଥିଲି କି ସାର୍, ସତରେ ସାର୍ କ'ଣ ଝିଅ ଅଛି? ଆପଣଙ୍କର କ'ଣ ମୋ ଉପରେ ସନ୍ଦେହ ଅଛି? ନାଇଁ ସାର୍, ଆପଣଙ୍କର ସନ୍ଦେହ ନାହିଁ। ସାର୍ ମୋ ମିସେସ୍ କ'ଣ କହୁଥିଲା ଯେ ତାର ସବୁଗୁଡ଼ା ଲକ୍ଷଣ ପୁଅ ପରିକା ଲାଗୁଛି। ମୁଁ କ'ଣ ମୋ ନିଜ ମନକୁ କହୁଛି? କମ୍ପ୍ୟୁଟର ରିପୋର୍ଟ ଯାହା ଦେଲା ନା, ଏ ଦେଖୁନାହାନ୍ତି, ଦେଖନ୍ତୁ। ସାର୍ ଏଇଟା ଟିକେ ସାର୍ ଦେବେ କି? ମୁଁ କାଲି ସାର୍ ମିସେସ୍କୁ ଦେଖିକି କନଭିନ୍ସ କରିଦେବି। ରିପୋର୍ଟ ନେବେ, କିନ୍ତୁ ଏଇଟା ତ ମୋ ପେଡ୍ରେ ଅଛି, ମୁଁ ସିଗ୍ନେଚର ବି କରିଦେଇଛି। ସାର୍ ମୁଁ ନେବି, ଖାଲି ଦେଖେଇ ଦେଇକି ନେଇ ଆସିବି ସାର୍। ଆଚ୍ଛା ହଉ ନିଅନ୍ତୁ, ହେଲେ ଏଇଟା ଯେମିତି ଆଉ କାହା ହାତରେ ନ ପଡ଼େ। ନାଇଁ ସାର୍, ସାର୍ ମୋତେ ବା ପିଲା କରି ଭାବିଲେ କି? ଆଚ୍ଛା ଠିକ୍ ଅଛି, ଆସନ୍ତୁ। ସାର୍ ସାର୍ ନମସ୍କାର। ନମସ୍କାର। ଚା ମନ ଚାରେ ମନ ବଡ଼ ଦେଉଳକୁ ଚାରେ ମନ ବଡ଼ ଦେଉଳରେ ବସି କାଳିଆ ଟେକି ଦେଇ ଦୁଇ ବାହାରେ ଜୟତୁ ପତିତ ପାବନ ବଳି ଦ୍ୱାରେ ବାମନ କେଶବ କଂସାରୀ ରାମ କୃଷ୍ଣ ମଧୁସୂଦନ। ଚାହ ମନ ଚାରେ ମନ ବଡ଼ ଦେଉଳକୁ ଚାରେ ମନ ବଡ଼ ଦେଉଳରେ ବସି କାଳିଆ ଟେକି ଦେଇ ଦୁଇ ବାହାରେ ଜୟତୁ ପତିତ ପାବନ ବଳି ଦ୍ୱାରେ ବାମନ କେଶବ କଂସାରୀ ରାମ କୃଷ୍ଣ ମଧୁସୂଦନ। ୟାଙ୍କର କେହି ନାହାନ୍ତି ନା କ'ଣ? କୁଆଡ଼େ ସବୁ ଗଲେ? ରାତି ନ ପାହୁଣୁ ବୁଢ଼ା ହାଜ। ଆରେ ଇଏ କ'ଣ ସିଧା ଭିତରକୁ? ହଁ ହଁ ହଁ, ଗଦାନା ରୁହ ଗଦାନା। କିରେ ବାସୁଆ, ଆଉ କ'ଣ ଖବର? ଏ କିହ ନନା ଗୋସେଇ, ଏ ଡକା ନାହିଁ ହକା ନାହିଁ, ଏମିତି ବାତୁଳ ଷଣ୍ଢ ଭଳିଆ ସିଧା ଭିତରକୁ ଘୁଷି ଯାଉଛ। ରୁଷି ଯିବି? କିରେ କା ଉପରେ ରୁଷିବି? ମୁଁ ରୁଷିବା କଥା କହୁନି, ଭୁସି ଯାଉଛ, ଭୁସି। ଭୁସି ଦେଲା? ଏ କିଏ କାହାକୁ ଭୁସି ଦେଲା ରେ? ଏ ଛୁରୀରେ ନା ଭୁଜାଲିରେ? ଛେନା ଗୁଡରେ। ଏ ବାପା ବାସୁଦେବ, ଯାହା କହୁଛୁ ଟିକେ ବଡ଼ ପାଟିରେ କହ। ଇଏ ଏତେ ସକାଳୁ କୁଆଡେ? ଇଏ ବାପା ଆଜି ପରା ରାକ୍ଷୀ, ଇଏ ବଳଦେବଙ୍କ ଜନ୍ମ, ଇଏ ଯଜମାନର ଶୁଭ ମନାସି, ଇଏ ରାକ୍ଷୀ ବାନ୍ଧି ବାହାରିଛି। ଅନୁକୂଳଟା ଠିକ ଜାଗାରେ ଠିକ ବାଟରେ ନହେଲେ ଏତେ ବଡ଼ ଦିନଟା ପାଣି ଫାଟିଯିବନି। ଆଉ ଇଏ ବାସୁଦେବ, ଇରେ ତୋ ବାବୁଙ୍କ ପହୁଡ଼ ଉଠିଲାଣି? ତମେ ଆଗ ଏପଟ କାମ ସାର। ଚାଲ ଏପଟେ ଚାଲ। ଜଗନ୍ନାଥ। କିରେ ବାସୁଆ,
କିରେ ଏଠି ଠାକୁର ଥାପନ କଲା କିଏ ରେ? କାଇଁ ମତେ ତ ଡାକିନ? ଏ ମୁଁ କରିଦେଲି। କଦଳୀ ୟାକୁ ପଚାରୁଛି ମୁଁ କଣ, ଇଏ କହୁଛି ମତେ କଣ? ବେ ବାସୁଆ ତୁ କାଲା ହେଇଗଲଣି କି ବେ? ଇଏ ମୁଁ ପଚାରୁଛି ଏଠି ଠାକୁର ଥାପନ କଲା କିଏ? ମୁଁ ନାଇଁ ମୁଁ କରିଛି ମୁଁ। ଇଏ ଏତେ ଜୋରରେ କଣ କହୁଛୁ କିରେ? ମୁଁ କାଲା କିରେ? ହେଁ? ନା ମୁଁ କଲା। ହଉ 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 ଗୋଟେ କାମ କର, ହଉ ତୁ ଯା, ମୁଁ ଏଠି ଠାକୁର ବାନ୍ଧୁଛି, ତୁ ଯା ଭିତରକୁ ଯା। ହଁ ହୁଁ? ତୁମେ ଠାକୁରଙ୍କୁ ରାକ୍ଷୀ ବାନ୍ଧ। ହଁ। ରାକ୍ଷୀ ବାନ୍ଧିକି ଆସ, ମୁଁ ଭିତରେ ଅଛି। ହଉ ହଉ ହଁ। ତୋ ଧର୍ମ ତତେ। বন্দে বিষ্ণু অভয়রম ये सानो बाबू ना किए? ये सानो बाबू दिया हाथ तो देखा, राखी बांधी देवी। କାହିଁକି ତମେ କଣ ମୋ ଭଉଣୀ? हाँ कौन कहल? बईनी? हाँ बईनी हब हब। बईनी कथा तुम बापा माँ बुझे। देखा हाथ देखा। ନା ମୁଁ ରାକ୍ଷୀ ବାନ୍ଧିବିନି। ତୁମେ କାହିଁ ରାକ୍ଷୀ ବାନ୍ଧିବ? ये बापा कौन कहल? काटिब? नहीं नहीं काटिबनी, मु धीरे बांध देवी। ନା देखा ମୁଁ ରାକ୍ଷୀ ବାନ୍ଧିବିନି। ए बापा ए मु बुढ़ा लोक, मो कानु को भल शुभुनी, जहा कहूच टिके बड़ पाटी रे कुह। ମୁଁ ରାକ୍ଷୀ ପିନ୍ଧିବିନି ପିନ୍ଧିବିନି ପିନ୍ଧିବିନି। बापरे ये छोट बाबू तो आज पूरा पंचम हो बड़ लोक पुओ। ଏ ତମେ କଣ ରାକ୍ଷୀ ପିନ୍ଧି ସାରିଲଣି? ହଁ ତମର ତ ମଜା, ତମର ଭଉଣୀ ଅଛି ତେଣୁ ରାକ୍ଷୀ ପିନ୍ଧି ହସୁଛ। ତୁମେ ପରା ଠାକୁର। ମୁଁ ଦିନ ରାତି ଗୋଟେ ଭଉଣୀଟେ ମାଗୁଛି, ତମେ ଦଉନ। ତୁମେ ପରା ନିଜେ ନ ଖାଇ ଭକ୍ତକୁ ଖୁଆଅ, ଆଜି କାହିଁକି ନିଜେ ନ ପିନ୍ଧି ମତେ ରାକ୍ଷୀ ପିନ୍ଧାଇନ? ଏଇଠି ଦେଖ ଠାକୁର, ମୁଁ ସତ କହି ଦଉଛି, ମତେ ଭଉଣୀଟେ ନ ଦେଲେ ମୁଁ ଜମାରୁ ରାକ୍ଷୀ ବାନ୍ଧିବିନି। ଏ ବଣ୍ଟି ଏ କାହାକୁ କଣ କହୁଛ ବାପା? ଏ ଦେଖୁଛ ଯା, ଏ ହଁ। ଠାକୁରଙ୍କୁ ମୁଁ ହଁ। ନିତି ଭଉଣୀଟେ ମାଗୁଛି, ସେ ତ ଦଉନାହାନ୍ତି। ଆହୁରି ଭଉଣୀ ହାତରେ ରାକ୍ଷୀ ବାନ୍ଧି ଆନନ୍ଦରେ ମତେ ଯାଇ ହସୁଛନ୍ତି। ଆରେ ଠାକୁର ମାନେ ତାଙ୍କୁ କିଛି ମାଗିଲେ ସେ ଏମିତି ହସନ୍ତି। ଆଚ୍ଛା ତୁମର କଣ ଦରକାର କହିଲ ବାପା? ଦାଦିଙ୍କର ଭଉଣୀ ଅଛି, ରାକ୍ଷୀ ପଠେଇବେ। ମମିଙ୍କର ଭାଇ ଅଛନ୍ତି, ରାକ୍ଷୀ ବାନ୍ଧିବେ। ହେଲେ ମୋର ତ କେହି ନାହିଁ, ମତେ କିଏ ରାକ୍ଷୀ ବାନ୍ଧିବ କହିଲ? ଆରେ ନିଜର ସିନା ନାହାନ୍ତି, ସାଇ ପଡିଶା ବନ୍ଧୁବାନ୍ଧବରେ କଣ ଭଉଣୀ ନଥିବେ? ବାପା ଏ ମା ରିତୁ ୟା କଥା ଟିକେ ବୁଝ। ଆରେ ତା ପାଇଁ ଆଇନେ ମୁଁ ଭଉଣୀ କୋଉଠୁ ଆଣିବି? ଆରେ ନିଜ ଭଉଣୀ ଯେ ହବ ତାର କିଛି ମାନେ ଅଛି? ଆମ ବନ୍ଧୁବାନ୍ଧବଙ୍କର ତ କାହାରି ବି ଭଉଣୀ ନାହିଁ। ତା ଦି ମାମୁଁଙ୍କର ତ କେବଳ ପୁଅ, ପିଉସୀ ମାନଙ୍କର ବି ତ ନାହିଁ, ମାଉସୀର ନାହିଁ, ଆଉ ଝିଅ କୋଉଠୁ ଆସିବ ଯେ? ଏ କାହାରି ଝିଅ ନାହିଁ? ଏ ନହେଲେ ପାଖ ପଡିଶାରେ କାହାର? ନା। ଆସ ବଣ୍ଟି ବାପା, ମୁଁ ବାସୁ କାକାକୁ କହିବି ତତେ ନେଇ କାହା ଘରୁ ନା ରାକ୍ଷୀ ବାନ୍ଧି ଆଣିବ, ଆଉ ତତେ ମୁଁ 100 ଟଙ୍କା ଦେବି। ଚାଲ। ବଡ଼ ଅଦ୍ଭୁତ ସମସ୍ୟା, ଝିଅଟେ ମିଳୁନି ରାକ୍ଷୀ ବାନ୍ଧିବା ପାଇଁ। ହେ ଭଗବାନ। ବାସୁଟାରେ ଗୋଟେ ଦାୟିତ୍ୱ ଜ୍ଞାନ ବୋଲି କିଛି ନାହିଁ। ଦିନ ଆସି 12ଟା ହେଲାଣି। କୋଉଠିକା ଯାଇଥିବ? ନିଜ ପାଖ ପଡିଶା ଚିହ୍ନା ଜଣା ଝିଅ ଥିବ ଦେଖୁନୁ।
ନହେଲେ କାହାକୁ ଟିକେ ଫୋନ କରୁନୁ। ହଁ ଫୋନ୍ ତ କଲେ ହୁଅନ୍ତା। ଫୋନ କର ଫୋନ କର। କାହାକୁ ଫୋନ୍ କରିବା? ମହାପାତ୍ର ବାବୁ ନା, ତାଙ୍କର ତ କେବଳ ଦିଟା ପୁଅ। ସୁକାନ୍ତି ଅପା ତାଙ୍କର ତ ଝିଅ ନାହିଁ। ଏଡିଏମ୍ କ ମ୍ୟାଡାମ ନା, ତାଙ୍କର ତ କେବଳ ପୁଅ। ଆଉ କାହାକୁ ଫୋନ୍ କରି ହବ? କାହାରି ଝିଅ ନାହିଁ? କାହାର ଅଛି? ଆରେ ନା, ତୁ ଯେମିତି ଖୋଜୁଛୁ ବାସୁ ବି ସେମିତି ଖୋଜୁଥିବ। ଏ କଲୋନୀରେ ତ କାହାର ବି ଝିଅ ନାହିଁ। ବଡ଼ ଆଶ୍ଚର୍ଯ୍ୟ କଥା। କଲୋନୀରେ ଝିଅ ନାହିଁ, ବନ୍ଧୁବାନ୍ଧବରେ ଝିଅ ନାହିଁ, ସମ୍ପର୍କରେ ଝିଅ ନାହିଁ ତ ପୁଅକୁ ରାକ୍ଷୀ ବାନ୍ଧିବା ପାଇଁ। ଆରେ ହେ, ଆଜି ତ ପୁଅକୁ ଯଦି ଭଉଣୀଟେ ପାଉନି, କାଲି ସେ ସ୍ତ୍ରୀଟେ ପାଇବନି। ସେ ବଞ୍ଚିବ କେମିତି? ସେ ଛୁଟି ଚଢ଼ା ହବନି ତ? ବିଦ୍ରୋହୀ ହବନି ତ? ଉନ୍ମାଦ ହବନି ତ? ହଉ ତୁ ଚିନ୍ତା କର, ମୁଁ ନହେଲେ ଦେଖେ। ଆଜି ତ ପୁଅ ଭଉଣୀଟେ ପାଉନି, କାଲି ସ୍ତ୍ରୀଟେ ପାଇବନି। ସେ ବଞ୍ଚିବ କେମିତି? ସେ ଛୁଟି ଚଢ଼ା ହବନି ତ? ବିଦ୍ରୋହୀ ହବନି ତ? ଉନ୍ମାଦ ହବନି ତ? ବାସୁ 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 ଆଜ୍ଞା ସର୍ବନାଶ ହେଇଗଲା ଆଜ୍ଞା। କଣ ଚାଲିଛି? ଏ ବଣ୍ଟି ବାବୁ ପାଗଳଙ୍କ ଭଳିଆ ସବୁ ଜିନିଷକୁ ଭାଙ୍ଗି ରୁଜି ଫୋପାଡ଼ି ଦଉଛନ୍ତି। କାହିଁକି? ଆଜ୍ଞା ମୁଁ କେମିତି ଜାଣିବି? ଆପଣ ଶୀଘ୍ର ଆସନ୍ତୁ, ହଁ, ଚାଲୁ, ନହେଲେ ଚାଲୁ। ସବୁ ଶେଷ କରିଦେବେ। ବଣ୍ଟି 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 କଣ କଣ ସବୁ ଚାଲିଛି ଏଠି? ଏଠି ଗାଡି ନାହିଁ କି ଘୋଡା ନାହିଁ ଯେ ଚାଲିବ? ମାନେ ମୁଁ ଗୋଟେ ଡିକ୍ସନାରୀ ନୁହେଁ ଯେ ତମର ସବୁ ମାନେ ମୁଁ କହିବି। ତାମାନେ ତୁ କଣ କହିବାକୁ ଚାହୁଁଛୁ? ଯାହା କହୁଛି ତାଠୁ ଅଧିକ କହିବା ପାଇଁ ଚାହୁଁଛି। ତୋର ଏ ବାଜେ କଥାକୁ ଶୁଣିବ କିଏ? କେହି ନ ଶୁଣିଲେ ବି ତମେ ୟୁ ମାଇ ଫାଦର ଶୁଣିବ। ବାବୁ ବଣ୍ଟି! ସେ ପରା ତୋ ଡାଡି। କଣ ହେଇଗଲା ସେଇଠୁ? ଡାଡି ଡାଡି ତୋର ଜନ୍ମଦାତା। ତୁ ଏ କଥା ଜାଣିନୁ? ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପ। ତୁ ଏ କଥା ପଢିନୁ? ଆରେ ଡାଡିଙ୍କ ନାମରେ ତୁ ପରିଚୟ ପାଉଛୁ, ତୁ କଣ ଏ କଥା ଜାଣିନୁ? ଓହ ବନ୍ଦ କର ସେ ବକବାସ। ଓ କାହିଁକି ଏତେ କଥା କହୁଛ? ସେ କଣ ମଣିଷ ଗତିରେ ଅଛି? ସେ ପୁରାପୁରି ଅମଣିଷ ହେଇଗଲା। ହଁ ହଁ ମୁଁ ମଣିଷ ହେଇଯାଇଛି। ମୁଁ କଣ ନିଜେ ଅମଣିଷ ହେଇଛି? ମୁଁ ଯଦି ତମକୁ ଆଜି ସେଇ ପ୍ରଶ୍ନ ପଚାରେ ମତେ ମଣିଷ କରିବ କାହିଁ? ଅଛି ଅଛି ତାର ଉତ୍ତର ତମ ପାଖରେ? ନା ନାହିଁ। ତମେ ମତେ ଦେଇଛ କଣ? What have you done for me? What? ଆମେ ତୋ ପାଇଁ କିଛି କରିନୁ। No, nothing. ଆଉ ଯାହା ବି କରିଛ ନିଜ ପାଇଁ କରିଛ। ମତେ ତମର ସମ୍ପତ୍ତି ଭାବରେ ତାର ସମୃଦ୍ଧି କରିଛ। ବଣ୍ଟି ଗୋଟେ ମେସିନ ଭଳି ମୋ ଦେହରେ ଫୁଏଲ ଢାଳି ଢାଳି ମତେ ଦୌଡେଇବାର ପ୍ରୟାସ କରିଛ। ଗୋଟେ ନିଷ୍ପ୍ରାଣ କଣ୍ଢେଇ ଭାବରେ ମତେ ଚାବି ମୋଡି ମୋଡି ମତେ ନଚେଇବାର ପ୍ରଚେଷ୍ଟା କରିଛ। ଗୋଟେ ବେଲୁନ ଭଳି ମତେ ଫୁଙ୍କି ଫୁଙ୍କି ଆକାଶରେ ଉଡେଇ ତାଳି ମାରିବାର ପ୍ରଯତ୍ନ କରିଛ। କେବେ କେବେ ମୋ ପ୍ରାଣରେ ସ୍ପନ୍ଦନ ଦେଇଛ? ମୋ ରକ୍ତ ମାଂସ ଗଢା ଶରୀରରେ ହୃଦୟ ଦେଇଛ? ମୋର ରୁକ୍ଷ ମନରେ ଦୟା, କ୍ଷମା, ସ୍ନେହ, ମମତାର ପ୍ରଲେପ ଦେଇଛ? ନା, କିଛି ନୁହେଁ। ଗୋଟେ 30 ବର୍ଷର ଯୁବକକୁ ଏକ ନିଷ୍ପ୍ରାନ୍ତ ପୃଥିବୀର ଧୂସର ଭୂମିରେ ରିକ୍ତ ହସ୍ତରେ ଛିଡା କରେଇ ଦେଇଛ। ବସ୍ this much. But I do not want to live in this desert. ମୋର ଜୀବନ ଦରକାର ଜୀବନ। ଦେଇପାରିବ? ମୋର ସ୍ୱପ୍ନ ଦରକାର ସ୍ୱପ୍ନ। ଦେଇପାରିବ? ନା, ପାରିବନି। ବଞ୍ଚିବା ପାଇଁ ଏଇ କଂକ୍ରିଟ ଘର, ଟିଭି, ଫ୍ରିଜ, ଗାଡି, ମଟର, ବ୍ୟାଙ୍କ ବ୍ୟାଲେନ୍ସ ଛଡା
ଆହୁରି ବି କିଛି ଦରକାର ଡାଡି। ତମେ ମତେ ଦେଇଛ କଣ? ଆଉ କଣ ବା ଦେଇପାରିବ? ତମେ ମାନେ ମତେ କିଛି ଦେଇନ କି ଆଉ କିଛି ବି ଦେଇପାରିବ। ଏବେ ଯାହା କରିବି, ଯେମିତି କରିବି, ମୁଁ କରିବି। ଓକେ? ବଣ୍ଟି ଆମର ଏମିତି କେମିତି ହେଲା? କାହିଁକି ଏମିତି ହେଲା? ମୁଁ ଭାବୁଛି ତାକୁ ମ୍ୟାରେଜ କରିଦେଲେ ହୁଏତ ସୁଧୁରି ଯାଆନ୍ତା। ମୁଁ ବି ତ ସେଇଆ ଭାବୁଛି, ହେଲେ ଝିଅଟା ମିଳିଲା ତ? ଏମିତି ଦିନେ ତାକୁ ରାକ୍ଷୀ ବାନ୍ଧିବା ପାଇଁ ଭଉଣୀଟେ ମିଳିନଥିଲା। ବର୍ତ୍ତମାନ ତାଠୁ ଅଧିକ ସମସ୍ୟା। ତାହେଲେ ବଣ୍ଟିର ଜୀବନ ଭବିଷ୍ୟତ? ଖାଲି କଣ ଆମ ବଣ୍ଟି, ଏମିତି ଶହ ଶହ ଯୁବକ ସମସ୍ୟାଗ୍ରସ୍ତ ହେଇ ବିଦ୍ରୋହୀ ହେବାକୁ ଆରମ୍ଭ କଲେଣି। ତାହେଲେ ତ ସର୍ବନାଶ। ବାସ୍ତବିକ ଏବେ କଣ କରାଯିବ? କାହାକୁ ପଚାରୁଛ? ନିଜକୁ ପଚାର, ନିଜ ପ୍ରଫେସନକୁ ପଚାର। ଏଥିପାଇଁ କିଏ ଦାୟୀ? ତମ ମେଡିକାଲ ଟେକ୍ନୋଲୋଜି ଦାୟୀ। ତମ କ୍ଲିନିକରେ ତମେ ଶହ ଶହ ଝିଅକୁ ହତ୍ୟା କରିଛ। ରିତୁ, ହଁ, ତମରି ଭଳି ଅବିବେକୀ ନୃଶଂସ ଡାକ୍ତରମାନଙ୍କ ପାଇଁ ଏ ସୃଷ୍ଟିରୁ ଆଜି ନାରୀ ଜାତି ଲୋପ ପାଇଗଲାଣି। ଏ ସୃଷ୍ଟିର ସୌନ୍ଦର୍ଯ୍ୟ ଆଜି କଦର୍ଯ୍ୟ ହୋଇ ପଡ଼ିଛି। ବଣ୍ଟି ପରି ସାହସ ଯୁବକ ଆଜି ଦିଗହରା, ପଥଭ୍ରଷ୍ଟ, ଭ୍ରଷ୍ଟାଚାରୀ ହୋଇ ପଡ଼ିଛନ୍ତି। ମୋ ବଣ୍ଟିକୁ ତମେ ଧ୍ୱଂସ କରିଛ। ରିତୁ, ତମେ ରିତୁ। ଧ୍ୱଂସ କରିଛ। ଆଉ ମୁଁ ବଞ୍ଚିଲେ ହିଁ କଣ କରିବି? ଦିଆ, ମତେ ବିଶ୍ୱାସ କର। ରିତୁ। ଦିଆ, ମତେ ବିଶ୍ୱାସ ରିତୁ, ରକ୍ଷା ରିତୁ। କର, କିଏ ଅଛ? ରକ୍ଷା କର, ଡାକ୍ତର ବାବୁ, ବଞ୍ଚାଅ, କଣ ଡାକ୍ତର ବାବୁ। ଆଜ୍ଞା, ସତ୍ୟାନାଶ ହେଇଗଲା ଆଜ୍ଞା, ସର୍ବନାଶ ହେଇଗଲା। ଆରେ କଣ ହେଲା କହୁନ? ବସିଗଲେ ଆଜ୍ଞା, ମୁଁ ବୁଡ଼ିଗଲି, ମୋ ଘର ଉଜୁଡ଼ିଗଲା, ମୋ ଛୁଆ ପିଲା ଅନାଥ ହେଇଗଲେ ଆଜ୍ଞା। କିଛି ଗୋଟେ କର ଡାକ୍ତର ବାବୁ। କଣ ହେଲା? ଆଜ୍ଞା, ମୋ ସ୍ତ୍ରୀ ଦି ଜଣ ସାଙ୍ଗ ହେଇ ଯାଉଥିଲୁ, ଜଣେ ଗୁଣ୍ଡାଟା ଆସି ମୋ ସ୍ତ୍ରୀକୁ ଜବରଦସ୍ତ ଆଜ୍ଞା ଉଠେଇ ନେଇଗଲା। ମୁଣ୍ଡା ଉଠେଇ ନେଇଗଲା। ହଁ ଆଜ୍ଞା, ଏଇ ସାଙ୍ଗେ ସାଙ୍ଗେ ଆପଣଙ୍କ ଘର ଆଗରେ। ଆରେ ଗୁଣ୍ଡା ଉଠେଇ ନେଇଗଲା ତ ଥାନାକୁ ଯାଅ, ପୋଲିସକୁ କୁହ। ଲୋକମାନେ କହୁଛନ୍ତି ସେ କାଳେ ତମ ପୁଅ, ଏଇ ଡାକ୍ତର ବାବୁଙ୍କ ପୁଅ। ଆମ ପୁଅ? କିଏ କହିଲା ଆମ ପୁଅ? ଲୋକମାନେ ତ କହୁଛନ୍ତି, ଆଉ ସମସ୍ତେ କହୁଛନ୍ତି, ଥାନାକୁ ରିପୋର୍ଟ କରି ସାରିଲେଣି। କିଛି ଗୋଟେ କର ଡାକ୍ତର। ଏ, ଥାନାକୁ? ଆସୁ ପୋଲିସ, ଭଲ ହେଇଛି। ମୋ ସ୍ତ୍ରୀ ଚାଲିଗଲା, ମୁଁ ଭାସିଗଲି ଆଜ୍ଞା, ମୁଁ ଅନାଥ ହେଇଗଲି, ମୋ ଛୁଆ ପିଲା ବୁଡ଼ିଗଲେ ଆଜ୍ଞା, ବଣ୍ଟି? ମୋର ସର୍ବନାଶ ହେଇଗଲା। କଣ ହେଇଗଲା? ଏଇ ମୋ ସ୍ତ୍ରୀକୁ ଉଠେଇ ନେଇଥିଲା। ହାଇ! ଏଇ ମୋ ସ୍ତ୍ରୀ କାହିଁ? ମୋ ସ୍ତ୍ରୀ କାହିଁ? ତୋ ସ୍ତ୍ରୀ ହଁ, କୋଉଠି ଲେଖା ଅଛି? ବଣ୍ଟି, ବଣ୍ଟି, ତାଙ୍କ ସ୍ତ୍ରୀ କାଇଁ? କାଇଁ ତାଙ୍କ ସ୍ତ୍ରୀ? ସେ କଥା ପଚାରିବାକୁ ତମେ କି ଅଧିକାର ଅଛି ତମର? ମୋ ସ୍ତ୍ରୀକୁ ସ୍ତ୍ରୀ କରିବ? କେତେ କଷ୍ଟ ନେବୁ? କଲିକତାରୁ 5,000 ଟଙ୍କା ଦେଇ ତାକୁ ଆଣିଛି। ବାବୁ, ମୁଁ କିଛି ଗୋଟେ କର ବାବୁ। ସ୍ତ୍ରୀ ଚାଲିଛି। ଚାହିଁଛ କଣ? ଥାନାକୁ ଫୋନ କର, ପୋଲିସକୁ ଡାକ। ବାବୁ, ବଟିଆ ସେଟା ବନ୍ଧୁକ, ସତକା ବନ୍ଧୁକ, ସେଥିରେ ଗୁଳି ଅଛି। এইটা শত বন্ধুক বলি মতে জনা। মামু চুপ কর। ମୁଁ ଏଠିକି ତ ମାମୁଁ ହେଇ ଆସିଲି ତତେ କୋଳେ ଲୋକ ସେଇ ଚକଲେଟ ଖାଇବାକୁ। ମୁଁ ବି ଢେର ଦିନରୁ ସେ ବୟସକୁ ପାର ହେଇଗଲି। ରଖ ସେ ବନ୍ଧୁକ। ଯଦି ନ ରଖି ମୋ ହାତରେ ବି ପୋଲିସର ବନ୍ଧୁକ ଅଛି, ଆଇନ ଅନୁସାରେ କାମ କରିବ। କିନ୍ତୁ ଏ ବନ୍ଧୁକ କୌଣସି ଆଇନ ମାନିବନି ମାମୁ। ବଣ୍ଟି, बस सब तो शेष कर दो, मत भी शेष कर दियो। हाँ हाँ तुमको भी शेष कर दियो। हेले साक्षी दबो किए? तमे
ତମେ ସବୁ ଦେଖିଛ ଆଉ ସବୁ କହିବ ଓକେ ନା ঋতু তুমি শীঘ্র রেডি হয়ে যাও বুঝল সারଙ୍କ ମିସେସ୍ ଆସିବା ପୂର୍ବରୁ ତମ କେସ୍ଟା ସାରିଦେବ ମୁଁ ସିଷ୍ଟରକୁ କହିଦେଇଛି ସେ ଶୀଘ୍ର ଆସି ପହଞ୍ଚିବ ହଁ ମୁଁ କ୍ଲିନିକ୍ରେ ଅଛି ତମେ ଶୀଘ୍ର ଆସ ମୋର ଟିକେ ରାତିରେ କାମ ଅଛି ବୁଝିଲ ଶୀଘ୍ର ଆସିବ ହଁ ଆସ ମୋ ଟିକେ କଣ ହେଲା ବଣ୍ଟି ବାପା ରାକ୍ଷୀ ବାନ୍ଧିଲ କଣ ହେଲା କିଛି କହୁନ ଯେ ବାସୁ କଣ କରିବି ମା ଏ କଲୋନୀ ସାରା ବୁଲିଲି କାହା ଘରେ ଝିଅ ଥିଲେ ସିନା ରାକ୍ଷୀ ବାନ୍ଧିବ କାହା ଘରେ ଝିଅ ନାହାନ୍ତି ନା ଏ ଡାକ୍ତର କଲୋନୀଠୁ ଆରମ୍ଭ କରି ନର୍ସିଂ କଲୋନୀ ପର୍ଯ୍ୟନ୍ତ ବୁଲିଲୁ କେବଳ ଆମେ ନୁହେଁ ଏମିତି କେତେ ଲୋକ ତାଙ୍କ ପିଲାକୁ ଧରିକି ବୁଲୁଛନ୍ତି ରାକ୍ଷୀ ବାନ୍ଧିବା ପାଇଁ ଝିଅ ଥିଲେ ତ ହଁ ସେ ଲେବର କଲୋନୀରେ କାଳେ କେତେଟା ଝିଅ ଅଛନ୍ତି ହେଲେ ସେଗୁଡାକ ଭାରି ଅସମ୍ଭାଳ ମୁଁ ପଳେଇ ଆସେ ହଉ ତମେ ଯା ବଣ୍ଟିକୁ ଖାଇବାକୁ ଦବ ଯା ହଁ ମା ଆସ ବଣ୍ଟି ହଉ ତମ ଆସିବା ଡାଇରେ ଦେଖି ଅଜା ବି ଯାଇଛନ୍ତି ହଁ ଆସୁଛନ୍ତି ପଛରେ ଆସ କଣ ହେଲା ବାପା ମନ ଦୁଃଖ କରୁଛ ହଉ ଠିକ ଅଛି ଆମେ ଆର ବର୍ଷ ଏତେବେଳକୁ କାହାକୁ ନା କାହାକୁ ଗୋଟେ ଭଉଣୀ କରି ନିଶ୍ଚୟ ଆଣିବା ଭଉଣୀଟା ଆଣିବ ଆଣିଲେ କଣ ହବ ରାକ୍ଷୀ ବାନ୍ଧିବା ତା ଆଗରୁ ଡାଡି ତାକୁ ରଖିଲେ ତ ବଣ୍ଟି ଡାଡିଙ୍କ ହାତରେ ତ ଧାରୁଆ ଛୁରୀ ଆଉ ମୁନିଆ କଇଁଚି ଅଛି ଏକାଥରେ କି ଗାଡି ଫିଙ୍ଗି ଦେବେ ମାନେ ଏ କଣ କହୁଛୁ ସମସ୍ତେ କହୁଛନ୍ତି ୟା ଡାଡି ନା ଏ ଅଞ୍ଚଳରେ ସବୁ ଝିଅକୁ ମାରି ସେଫ୍ କରିଦେଇଛନ୍ତି କିଏ କହୁଛି ସମସ୍ତେ କହୁଛନ୍ତି ବାସୁକୁ କଣ ପଚାରୁନ ହେଲେ ମାମି ମୁଁ ସତ କହି ଦଉଛି ମୁଁ ସବୁଦିନ ଠାକୁରଙ୍କୁ ପ୍ରାର୍ଥନା ବେଳେ ଭଉଣୀଟେ ମାଗୁଛି ଆଉ ଠାକୁର ନିଶ୍ଚୟ ମତେ ଭଉଣୀଟେ ଦେବେ ଆଉ ଡାଡି ଯଦି ଏ ଭଉଣୀକୁ କାଟି ଦିଅନ୍ତି ନା ତେବେ ମୁଁ ସିଧା ମାମୁଙ୍କୁ ଫୋନ କରିଦେବି ମାମୁଙ୍କ ହାତରେ ତ ବନ୍ଧୁକ ଅଛି ସେ ସଫା ଡାଡିକୁ ଗୁଳି ମାରିଦେବେ ঋতু ସାପୁଡ଼ାଟେ ମାରି ଆ ମୁହଁ ସିନା ବନ୍ଦ କରିଦେଲୁ ହେଲେ ସେମାନେ ଏ କଲୋନୀର ଲୋକମାନେ ସେମାନେ କଣ କହୁଛନ୍ତି ଶୁଣିଛୁ ନା ଶୁଣିନୁ ଯା ଥରେ ଶୁଣିଆ ଯଦି ପାରିବୁ ସେମାନଙ୍କ ମୁହଁ ବନ୍ଦ କର ଆରେ ହେ ତୁମେ ଡାକ୍ତର ନା କଂସେଇ ତୁମେ ବାଛି ବାଛି ମା ପେଟରୁ ଝିଅଟାକୁ ହତ୍ୟା କରୁଛ ତୁମ ହାତରେ ଛୁରୀ କଇଁଚି ଦିଆହେଇଛି ମଣିଷର ଜୀବନ ରକ୍ଷା ପାଇଁ ମଣିଷକୁ ହତ୍ୟା କରିବା ପାଇଁ ନୁହେଁ ତୁମେ ସୃଷ୍ଟିରୁ କଣ ନାରୀ ଜାତିକୁ ନିଶ୍ଚିନ୍ନ କରିଦେବ ଆରେ ହେ ନାରୀ ବିନା ଏ ସୃଷ୍ଟି କଣ ସୁନ୍ଦର ଦିଶିବ ନାରୀ ବିନା ପୃଥିବୀ କେବେ ଦେଖିଛ କଳ୍ପନା କରିଛ ଛି 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 ମୋ ମନେ ଗୋଟେ ଅଭିମାନ ଥିଲା ମୋ ଝିଅକୁ ପାଠ ପଢେଇ ମଣିଷ କରିଛି ଏଜୁକେଟେଡ କରିଛି ଏଜୁକେସନର ମୂଲ୍ୟ କଣ ଏଇଆ ହଁ ଶୁଣ ମୁଁ ତତେ କହୁଛି ଅତନୁ କହିଦେବୁ ଯାହା କରୁଛୁ ସୃଷ୍ଟିର ମଙ୍ଗଳ ପାଇଁ କର ଆଉ ଏ ବଣ୍ଟି ମନରେ ଆଘାତ ଦେଲେ ମୁଁ କଣ ଏ ସମାଜ ବି ତୁମକୁ କ୍ଷମା ଦେବନି ଚାଲ ବାପା ବଣ୍ଟୁ ତୁ କିଏ मम्मी मते तमे चिन्हि पारुना मो परा तम सुभद्रा सुभद्रा हाँ तम झियो मो झियो मम्मी तम मन दुख तमे कांदुछ बंटी भाई गाली देला ना
ମାରୁଛନ୍ତି, ପାହାଡ଼ ପର୍ବତ ଚଢୁଛନ୍ତି, ସୀମାନ୍ତରେ ଶତ୍ରୁ ସହିତ ଲଢୁଛନ୍ତି। ମୁଁ ବଡ଼ ହେବି ମମ୍ମି, ବହୁତ ବଡ଼ ହେବି। ମମ୍ମି ତମେ କିଛି କହୁନ ଯେ ଡାଡି ରାଗିବେ? ମମ୍ମି ସତରେ ଡାଡିଙ୍କ ହାତରେ କଇଁଚି ଅଛି, ମତେ କାଟିଦେବେ? କାଇଁ କାଇଁ ସେ ଝିଅଟା କାଇଁ କଣ ହେଲା କଣ ଏଇଠି ଥିଲା। ହାଁ? କୁଆଡେ ଗଲା କି ଜାଣି? କାଇଁ କାଇଁ ତମେ 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 ସେପଟେ ଦେଖ, ମୁଁ ଏପଟେ ଦେଖୁଛି। ହଁ ହଁ ବାପା 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 ତମେ ହଁ କଣ ହେଲା? ତୁ ଏଠି କଣ କରୁଛୁ? ନା ନା କିଛି ନାହିଁ ତ। ତୋ ଝିଅକୁ ମାରିଦେବାକୁ ପଡୁଛୁ? ନା 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 ଚୁପ କର। ନାରୀ ହେଇ ନାରୀ ବିନାଶ ଯଜ୍ଞର ପୌରୋହିତ୍ୟ କରୁଛୁ? ନାରୀଟିଏକୁ ଜନ୍ମ ଦେଇ ଲାଳନ ପାଳନ କରି ମାରିଦେବା ଅପେକ୍ଷା ଜନ୍ମ ନ ଦେବା କ'ଣ ଉଚିତ ନୁହେଁ? ଆରେ ନାରୀର ଅନ୍ୟ ନାମ ହେଲା ମା, ଯେ କେବଳ ଜନ୍ମ ଦେଇ ଜାଣେ। ତୁ ତାକୁ ମାରିବା ଶିଖିଲୁ କୋଉଠୁ? ନାରୀର ପବିତ୍ର ପରିଚୟକୁ କଳୁଷିତ କରିବାକୁ ତୁ କେ? ଚାଲି ଯା ମା ଆଗରୁ। ମୁଁ ଆଜି ମୋ ନାତୁଣୀକୁ ରକ୍ଷା କରିବାକୁ ବାହାରିଛି। ହଉ ମୁଁ ବି ଦେଖିବି। ବାସୁ କକା, ଏ ବାସୁ କକା, କଣ ହେଲା ବଣ୍ଟି ବାବୁ? ଏଠି କେହି ନାହାନ୍ତି। ତମେ ଠାକୁରଙ୍କୁ କୁହ ସେ ଯେମିତି ଗଜକୁ କୁମ୍ଭୀର ପାଖରୁ ରକ୍ଷା କରିଥିଲେ ସେମିତି ସୁଭଦ୍ରାକୁ ଡାଡିଙ୍କ ପାଖରୁ ରକ୍ଷା କରନ୍ତୁ। ତାଙ୍କ ସୁଦର୍ଶନ ଚକ୍ର ପଠେଇନା ଡାଡିଙ୍କ ହାତକୁ କାଟି ଦିଅନ୍ତୁ। ମୁଁ ମାମୁଁକୁ ଫୋନ କରୁଛି, ସେ ତାଙ୍କ ବନ୍ଧୁକୁ ଧରି ଆସିବେ। ଜଲ୍ଦି କୁଇକ୍। ହଁ ହ୍ୟାଲୋ, କିଏ ମାମୁଁ? ହଁ ମୁଁ ବଣ୍ଟି କହୁଥିଲି। ଆମ ଘରକୁ ଶୀଘ୍ର ଆସ। ଡାଡି ନା ମୋ ଭଉଣୀକୁ ମାରିଦେବାକୁ ଗୋଡେଇଛନ୍ତି। ହଁ ଶୀଘ୍ର। ହଁ ରଖୁଛି। କାଇଁ କଣ ହେଲା ଭାଇ ଭାଇ ମତେ ବଞ୍ଚା। କାଇଁ ବଣ୍ଟି ଉଠି ଯା ବଣ୍ଟି ନା ମୁଁ ଉଠିବିନି। ଉଠି ଯା କହୁଛି, ମୁଁ ତାକୁ ଛାଡ଼ିବିନି ଆଜି। ନା ମୋ ଭଉଣୀକୁ ତୁ ମାରି ପାରିବନି। ସେ ମୋ ହାତରେ ରାକ୍ଷୀ ବାନ୍ଧିବ, ତାକୁ ରକ୍ଷା କରିବା ଦାୟିତ୍ୱ ମୋର। ଯଦି ତାକୁ ମାରିବ ତାହେଲେ ତା ପୂର୍ବରୁ ମତେ ମାର। ମାର ମତେ। ବଣ୍ଟି ତୁ ମତେ ଚିହ୍ନିନୁ, ଉଠି ଯା କହୁଛି। ନା ମୁଁ ଉଠିବିନି। ମୁଁ ତାକୁ ଛାଡ଼ିବିନି। ନା ମୁଁ ଉଠିବିନି। ଉଠି ଯା। ନା ମୁଁ ଉଠିବିନି। ଉଠ ନା ଉଠ। हैं? कौन है? अरे चित्कार कॉलेज? ନାଇଁ ମାନେ ତମେ ना ना बस 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 कौन है? तुम इतनी नर्वस ही जाओ? हाँ? कौन है? बाहर कलिंग में अच्छी ताको बजेबार भद्रामटा भी भूली गले आपण। ଲକ୍ଷ୍ୟ ସ୍ଥଳ ପାଖେ ଆସିଲେ ମଣିଷ ଟିକେ ଏକ୍ସାଇଟେଡ୍ ହେଇଯାଏ। लक्ष्य स्थल व्हाट डू यू मीन? ସବୁ ପ୍ରମାଣର ଯେତେବେଳେ ହାତକୁ ଆସିଗଲାଣି ତାହେଲେ ଡେରି କରିବା କାହିଁକି? ତେଣୁ ବିନା କଲିଂ ବେଲେ ଘରେ ବସିଲି। कौन कहते आपण? ଘର କିଛି କହିବାର ନାହିଁ, ଯାହା କହିବାର କଥା। ଇନ୍ସପେକ୍ଟର सरोज भाई ଭାଇ आई एम सॉरी अतनु, एटा एते कॉन्फिडेंशियल थिला जे मु तार पत्ता पाइनी। ହେଲେ କ'ଣ ହେଲା ମୁଁ ତ କିଛି ବୁଝି ପାରୁନି। आई एम हेल्पलेस ऋतु। एई हातरे तो राखी तो बांधी पारलेनी, बरं अतनु अरेस्ट करिया पई एई हातरे मु आज ड्यूटी नहीं आसी। आई एम सॉरी अतनु, यू आर अंडर अरेस्ट। किंतु काहे? ମା ଗର୍ଭରେ ଥିବା ଭ୍ରୂଣର ଲିଙ୍ଗ ନିରୂପଣ କରିବା ଆଉ ତାକୁ ହତ୍ୟା କରିବା ଏ ଦୁଇଟା ଯାକ ଧର୍ତ୍ତବ୍ୟ ଅପରାଧ। ତେଣୁ ଆଇନ ଅନୁଯାୟୀ ଆପଣ ଅପରାଧୀ। सो यू आर अंडर अरेस्ट। प्रमाण? ପ୍ରମାଣ ଏଇଟା କର। ଏଥିରେ କାହା ସିଗ୍ନେଚର ଅଛି? ଆପଣଙ୍କର ତ? आपण आपण को साहाय्य करिवार फल कोन हैया? ଆପଣ କାମ ଖଣ୍ଡେ ଖୋଜୁଥିଲା ବେଳେ
ଆମେ ଆପଣଙ୍କୁ ଟ୍ୟୁଟର ଭାବେ ରଖି ସାହାଯ୍ୟ କରିଥିଲୁ ତାର ପ୍ରତିଫଳ କଣ ଏଇଆ? ଆପଣ ପରା ଆମର ପୁଅର ସାଥ୍। After all, I am the Vigilance DSP, Mr. PK Das. ऋतु एबे सुभद्रा को जन्म देवारे तमरा कौन सी बाधा नहीं। सुभद्रार जन्म ए समाज पर एक उदाहरण हो जाए।